ସାଙ୍ଗମାନେ ମୁଁ ହେଲା ସକାଳୁ ପଖାଳ ଖାଏ, କିନ୍ତୁ ହେଲେ ଯେହେତୁ ମୋତେ ଥଣ୍ଡାଟା ମୋର ଟିକେ ରହୁଛି, ସେ ଯୋଗୁଁ ମୁଁ ଆଉ ମାନେ ପଖାଳ ଖାଉନି। ଏବେ ସବୁଦିନ ସକାଳୁ ଭାତ ବି କରିଦେଉଛି, ଡାଲି ହେବାକୁ ତ ସମୟ ଲାଗୁଛି, ସେଥିପାଇଁ ତା ସହିତ ଭଜା ନହେଲେ ଚଟଣି ଫଟଣି କରି ତତଲା ଭାତରେ ଖାଇଦିଏ। ସେଇଥିପାଇଁ ଆଜି ହେଇଛି ଭାତ ସକାଳୁ, ଆଉ ଇଏ ହେଲା କୋବିର ଯେଉଁ ନାଡ଼ ଆଉ ଆଳୁ ଆଉ ଛୁଇଁ ଗୋଟେ ଗୋଟେ ପଡ଼ିଛି, ଏମିତି ହେଇଛି। ତାପରେ ସାଙ୍ଗମାନେ ଆସ ଖାଇବା ସକାଳୁ। କେମିତି ଲାଗୁଛି ଦେଖିବା ଭଜାଟା। କୋବିର ଯେଉଁ ଫୁଲ କୋବିର ଯେଉଁ ନାଡ଼ ନୁହଁ ସେଇଗୁଡ଼ା ହେଇକି ଭଜା ହେଇଛି, ଦେଖିବା କେମିତି ଲାଗୁଛି। ଭଲ ଏ ଜିନିଷ ଖାଇଲେ ବି ଭିଟାମିନ୍, ଦେହ ପାଇଁ ଭଲ। ଆପଣ ବି ଥରେ ଟ୍ରାଏ କରନ୍ତୁ କୋବି ନାଡ଼କୁ, ବଢ଼ିଆ ଲାଗୁଛି, ଗୋଟେ ଅତି ସୁନ୍ଦର। ଖାଇଲେ ଦେଖିଦିଅ କେମିତି ଲାଗୁଛି। ଭଜାଟା ବି ଦେଖ ଭଲ ଲାଗୁଛି, ତେଲ ଟିକେ ଅଧିକା ଖାଉଛି କିନ୍ତୁ ଭଜାଟା କିନ୍ତୁ ବଢ଼ିଆ ଲାଗୁଛି। ଗୋଟେ ଲାଇକ୍ କରିବେ ଆଉ ସେୟାର ବି କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।